ରାତି ଅଧରେ ମୋ ବାପା ବୋଉ କାହିଁକି ବିଲକୁ ଗଲେ ଭିଡ଼ିଓଟାକୁ ଲାଷ୍ଟ ଯାଏଁ ଦେଖନ୍ତୁ। ମୁଁ କହୁଛି ଆଜି ସକାଳେ ଉଠିକି କାମ ସାରିକି ମୁଁ ଏଠି ଟିକେ ପଖାଳ ଭାତ ଖାଇଦେଲି। ଆମର ଯେଉଁ ଗୋଟେ ପୁଷି ଅଛି ସେ ମୋତେ କ'ଣ ଖୁଆଇ ଦେଉଛି, କାହିଁକି ନା ମୁଁ ଯେହେତୁ ଶୁଖୁଆ ଖାଉଛି ସେଥିପାଇଁ ତା ପାଟିରେ ବି ନାଳ ଗଡ଼ୁଛି। ମୁଁ ଏଠି ପଖାଳ ଭାତ ସହିତ ଟିକେ ଶୁଖୁଆ, କଞ୍ଚା ଲଙ୍କା, ତା ସହିତ ବାଇଗଣ ଛେଚା ଆଉ ଆଚାର ଲଗେଇକି ଖାଇଦେଲି। ତାପରେ ଦେଖିଲି ଯେ ଆମ କାକି ଘରେ ଏଠି ଧାନ କଟା ହେଉଛି। ଯେ ତାଙ୍କର ଧାନ କଟା ନ ସରୁ ଇଏ ଏଠି ତାଙ୍କର ବାଡ଼ ସଫା କରିବା ଲାଗିଛି, ତା ସହିତ ଜାଳ ବି ହେଇଯିବ। ଛାଡ଼ ତା କଥା କ'ଣ କହିବା। ତାପରେ ଏଠି ଦେଖିପାରୁଥିବେ ବଗମାନଙ୍କର ଧାନ ନ କଟା ହଉ ତାଙ୍କର ବିଲରେ ରାଜ ଚାଲିଲାଣି। କାହିଁକିନା ଯେତେ ସବୁ ମାଛ ଥିଲା ସେମାନେ ସବୁ ତାକୁ ଖାଇବେ, ସେଥିପାଇଁ ତାଙ୍କ ମନ ପୁରା ଖୁସି। ଏଠି ତାଙ୍କର ଧାନ କଟା ସରିଯାଇଛି, ତାଙ୍କ ଧାନ ଆଣିକି ଘରେ ଢାଳିଦେଲା। ମୁଁ ଚାଲିଲି ସନ୍ଧ୍ୟାବେଳେ ଖାଇବା ପାଇଁ ମୁଢ଼ି ମିକ୍ସଚର। ମୁଢ଼ିଟାକୁ ଟିକେ ଏଠି ଭଲସେ ପାଗ କରିଦେଲି, ପିଆଜ କାଟିକି ତା ସହିତ କଞ୍ଚା ଲଙ୍କା, ତା ସହିତ ଲୁଣ, ତା ସହିତ ଟିକେ ଗୁଣ୍ଡ ଲଙ୍କା ପକେଇଲି। ଗୁଣ୍ଡ ଲଙ୍କା ପକେଇ ତାକୁ ଟିକେ ଭଲସେ ଗୋଳେଇ ଦେଲି। ଗୋଳେଇକି ଏଠି ମୁଁ ଚାଲିଲି। ଶୀତ ଯେହେତୁ ଲାଗୁଛି ସେଥିପାଇଁ ମୁଁ ଏଠି ଟିକେ ବ୍ଲାଙ୍କେଟ୍ ଦେହରେ ଘୋଡ଼ି ହେଇକି ବସିକି ଖାଇଲି। ମୋ ଭଳିଆ କେତେଜଣ ଖାଆନ୍ତି? ଛାଡ଼, ମୋତେ ଏତେ ଶୀତ ଯେ ମୁଁ ଏଠି ବସିକି ଟିକେ ଖାଉଛି, କମଳ ଘୋଡ଼ି ହେଉଛି। ତାପରେ ଏଠି ମୁଁ ଚାଲିଲି ଚା ପିଇବା ପାଇଁ। ନାଲି ଚା ଯେହେତୁ ଆମର ହେଇଥିଲା। ବର୍ଷା ଏତେ ଜୋରସେ ପକେଇଲା ଯେ ସେଥିପାଇଁ ଆମେମାନେ ସମସ୍ତେ ଚାଲିଲୁ ଆମ ବିଲକୁ। ଆମର ବିଲର ଯେହେତୁ ଘର, କାହିଁକି ନା ଆମ ବିଲ ପାଖରେ ହିଁ ଆମ ଘର, ସେଥିପାଇଁ ଆମେ ଚାଲିଲୁ। ଏଠି ଦେଖୁଥିବେ ମୋ ବାପା ବୋଉ 2 ଜଣ ଜରି ଘୋଡ଼େଇ ଦେଲେ ଧାନରେ, କାହିଁକିନା ବର୍ଷା ହେଲେ ଆଉ ଓଦା ନ ହେବା ଯୋଗୁରୁ। ତାପରେ ଏଠି ମୋ ବାପାଙ୍କୁ ଦେଖୁଥିବେ ଏଠି ଦିନ ସାରା ବାନ୍ଧି ପାଇଲେନି, ରାତି ହେଲା ଯେମିତି କାଳେ ବନ୍ୟାର ଭସେଇ ନେବ କି ଧାନ, ସେଥିପାଇଁ ରାତିରେ ବସିକି ବାନ୍ଧିଲେ। ମୁଁ ଏଠି ତାଙ୍କୁ ଟିକେ ଲାଇଟ୍ ଦେଖେଇଲି। ଆପଣଙ୍କ ଗାଁର ଏମିତି ହୁଏ କି ନାହିଁ ମୋତେ ନିଶ୍ଚୟ କମେଣ୍ଟ କରିବେ। ମୋ ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗୁଛି ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର କରିବାକୁ ଜମା ଭୁଲିବେନି। ରହୁଛି।